ଶ୍ରେଣୀର ପିଲାମାନେ ଆପଣଙ୍କର ହାପିଏଲି ପରୀକ୍ଷା ପାଖେଇ ଆସିଲାଣି। ସେଥିପାଇଁ ଆପଣମାନଙ୍କ ପାଇଁ ଖାସ୍ କରିକି ମୁଁ MIL କୋଶ୍ଚିନ୍ର ବା ଭାଷାର କ'ଣ ଆଣିଦେଇଛି, କୋଶ୍ଚିନ୍ ପେପର ଗୁଡ଼ିକ ଆଣିଦେଇଛି, ଯାହାକି ପରୀକ୍ଷା ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଏବଂ ପରୀକ୍ଷାରେ ଆସିବାର ମଧ୍ୟ ଏଇଟା ସମ୍ଭାବନା ରହିଛି। ସେଥିପାଇଁ ଏହି କୋଶ୍ଚିନ୍ ପେପରକୁ ଫାଷ୍ଟରୁ ଲାଷ୍ଟ ଦେଖିବେ ଏବଂ ଏ ଭିଡ଼ିଓଟିକୁ ମଧ୍ୟ ଦେଖିବେ ଏବଂ କୋଶ୍ଚିନ୍ ପେପର ଗୁଡ଼ିକୁ ଆପଣମାନେ ପରୀକ୍ଷା ପାଇଁ ପ୍ରାକ୍ଟିସ୍ କରିଦେବେ। ଚାଲନ୍ତୁ ଦେଖିବା କୋଶ୍ଚିନ୍ ଗୁଡ଼ିକ କ'ଣ ରହିଛି ଏବଂ ଆନ୍ସର ମଧ୍ୟ ରହିଛି ଏଥିରେ। ଆପଣମାନେ ବିନା କୌଣସି ଡେରିରେ ଭିଡ଼ିଓକୁ ଦେଖନ୍ତୁ। ଫାଷ୍ଟ ଦେଇଛି ଆପଣମାନଙ୍କ ନାଁ, ରୋଲ୍ ନମ୍ବର ସବୁ ଠିକ୍ ଭାବରେ ଲେଖିଦେବେ। ନାଁ, ଏଠି ରୋଲ୍ ନମ୍ବର ଏବଂ ତାରିଖ ଦେଇଦେବେ। କେତେ ତାରିଖରେ ଏକ୍ଜାମ୍ ଆପଣମାନେ ଜାଣିଛନ୍ତି ନା 4 ତାରିଖରେ ଏକ୍ଜାମ୍ ରହିଛି। ସେଥିପାଇଁ ମୁଁ କୋଶ୍ଚିନ୍ ପେପର ଗୁଡ଼ିକ ଆପଣମାନଙ୍କ ପାଇଁ ଆଣିଦେଇଛି। ସପ୍ତମ ଶ୍ରେଣୀ ଆଉ ଭାଷା, ଏଇଟା ହେଉଛି ଓଲସ୍ତାର କୋଶ୍ଚିନ୍ ପେପର ଏବଂ ସମୟ 2 ଘଣ୍ଟା ରହିବ। ଫୁଲ୍ ମାର୍କ ହେଉଛି କେତେ? 50 ରହିବ। ସେଥିପାଇଁ ଆପଣମାନେ ସମସ୍ତ ସାଙ୍ଗମାନେ ଆକୁ ପ୍ରାକ୍ଟିସ୍ କରିଦେବେ। କୋଶ୍ଚିନ୍ ପେପର ଗୁଡ଼ିକ ପରୀକ୍ଷାରେ ଇଏ ଆସିବ ର ସମ୍ଭାବନା ରହିଛି। ଚାଲନ୍ତୁ ଦେଖିବା କ'ଣ ରହିଲା। ଦେଖନ୍ତୁ ଦେଇଛି, ପ୍ରଥମଟିରେ ଦେଇଛି 1 ନମ୍ବର ଠାରୁ 5 ନମ୍ବର ପର୍ଯ୍ୟନ୍ତ ସମସ୍ତ ପ୍ରଶ୍ନର ଉତ୍ତର ଲେଖିବାକୁ ଦେଇଛି। ଦେଖନ୍ତୁ କ'ଣ କହିଲା, ଦେଇଛି ଶ୍ରୀ ଅରବିନ୍ଦ ପିତା ଜଣେ ଡାକ୍ତର ଥିଲେ। ବିଲାତରୁ ଡାକ୍ତର ବିଦ୍ୟା ପଢ଼ି ସେ ଭାରତର ଡାକ୍ତର ହୋଇଥିଲେ। ସିଏ ଭାବୁଥିଲେ ବିଲାତରେ ସବୁକିଛି ଭଲ, ସେଥିପାଇଁ ନିଜର ପୁତ୍ରମାନଙ୍କୁ ଏକା ବେଳେକେ ପିଲାଦିନରୁ ଇଂଲଣ୍ଡ ପଠାଇ ଦେଲେ। ମାତ୍ର ଶ୍ରୀ ଅରବିନ୍ଦ ଘୋଷ ଇଂରାଜୀ ଭାଷାରେ ପଢ଼ୁଥିଲେ ସତ, କିନ୍ତୁ ଗ୍ରୀକ୍ ଓ ଲାଟିନ୍ ପ୍ରଭୃତି ୟୁରୋପ ପ୍ରାଚୀନ ଭାଷାକୁ ମଧ୍ୟ ଶିକ୍ଷା କଲେ। ଏବଂ ଆର କିଛିଟା କୋଶ୍ଚିନ୍ ଦେଇଛି, 5ଟି କୋଶ୍ଚିନ୍ ଦେଇଛି। ଚାଲନ୍ତୁ ଦେଖିବା କ'ଣ ଦେଇଛି। ପ୍ରଥମରେ ଦେଖନ୍ତୁ ଦେଇଛି, ଶ୍ରୀ ଅରବିନ୍ଦ ବାପା କ'ଣ ଥିଲେ? ଜଣେ ଡାକ୍ତର ଥିଲେ। କ'ଣ ଥିଲେ? ସେ ଜଣେ ଡାକ୍ତର ଥିଲେ। ତାପରେ ଆଇଲା ହାରି କ'ଣ ନା ଶ୍ରୀ ଅରବିନ୍ଦଙ୍କର କେଉଁ ଦେଶକୁ ପାଠ ପଢ଼ିବାକୁ ଯାଉଥିଲେ? ସେ ବିଲାତକୁ ପାଠ ପଢ଼ିବାକୁ ଯାଇଥିଲେ। ଏବଂ 3 ନମ୍ବର ଦେଲା, ଶ୍ରୀ ଅରବିନ୍ଦଙ୍କ ପିତା କେଉଁ ଡାକ୍ତର ଥିଲେ? ସେ ଥିଲେ କେଉଁଠାରେ ଡାକ୍ତର ଥିଲେ? ସେ ଭାରତର ଡାକ୍ତର ଥିଲେ। କେଉଁଠାରେ ଡାକ୍ତର ଥିଲେ? ଭାରତର ଡାକ୍ତର ଥିଲେ। ଚାଲନ୍ତୁ ଦେଖିବା 4 ନମ୍ବର କୋଶ୍ଚିନ୍। 4 ନମ୍ବର ଦେଖନ୍ତୁ ସାଙ୍ଗମାନେ କ'ଣ ଦେଲା, ବିଲାତ କାହାକୁ କୁହାଯାଏ? ବିଲାତ ଆମେ କାହାକୁ କହିବା? ଇଂଲଣ୍ଡକୁ ଆମେ କ'ଣ କହିବା? ବିଲାତ କହିବା। ତାପରେ ଦେଲା 5 ନମ୍ବର, ଦେଖନ୍ତୁ କ'ଣ କହିଲା। 5 ନମ୍ବର କ'ଣ ଦେଲା, ୟୁରୋପର ପ୍ରାଚୀନ ଭାଷା ଗୁଡ଼ିକ କ'ଣ ଥିଲା? ନା ୟୁରୋପର ପ୍ରାଚୀନ ଭାଷା ଥିଲା କ'ଣ? ଗ୍ରୀକ୍ ଓ ଲାଟିନ୍ ଭାଷା। ଆପଣମାନେ ଦେଖିଦେବେ। ତାପରେ ଦେଖନ୍ତୁ 5 ନମ୍ବର ସରିଗଲା ଏବଂ ଆଉ ଗୋଟେ ଅନୁଚ୍ଛେଦ ଦେଲା 6ରୁ 10 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ଲେଖିବାକୁ ଦେଇଛି। ଦେଖନ୍ତୁ କ'ଣ ଦେଇଛି ଏଥିରେ। ଦେଖନ୍ତୁ ଈଶ୍ୱର ସୃଷ୍ଟିରେ ଯେତେ ପ୍ରକାର ସମ୍ବଳ ଅଛି, ମାନବ ସମ୍ବଳ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ। କାରଣ ମାନବ ସମ୍ବଳ ଉପଯୁକ୍ତ ବିକାଶ ହେଲେ ଅନ୍ୟ ସମସ୍ତ ପ୍ରାକୃତିକ ସମ୍ବଳର ବିକାଶ ହେବ। ଏହି ସମ୍ବଳର ବିକାଶ ଯେତେ ଗୁଡ଼ିକ ମାଧ୍ୟମ ଅଛି, ବିଦ୍ୟାଳୟ ସେମାନଙ୍କ ମଧ୍ୟରୁ ଅନ୍ୟତମ। ଆମ ରାଜ୍ୟରେ ବିଭିନ୍ନ ପ୍ରକାର ବିଦ୍ୟାଳୟ ଅଛି, ଯଥା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ। ପ୍ରଥମ ଠାରୁ ପଞ୍ଚମ ପର୍ଯ୍ୟନ୍ତ ବିଦ୍ୟାଳୟକୁ ପ୍ରାଥମିକ, ଷଷ୍ଠରୁ ସପ୍ତମକୁ ଉଚ୍ଚ ପ୍ରାଥମିକ ଏବଂ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ଶ୍ରେଣୀକୁ ଉଚ୍ଚ ବିଦ୍ୟାଳୟ କୁହାଯାଏ। ଏବେ ପ୍ରଥମ ଠାରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ନୋଡାଲ ପ୍ରାଥମିକ ବିଦ୍ୟାଳୟ କରାଯାଇଛି। ଏହା ହାତ ମଧ୍ୟରେ ସରକାରୀ ବିଦ୍ୟାଳୟର ପ୍ରଥମ ଠାରୁ ଦଶମ ପର୍ଯ୍ୟନ୍ତ ଶ୍ରେଣୀକୁ ନୋଡାଲ ଉଚ୍ଚ ବିଦ୍ୟାଳୟ ବୋଲି କୁହାଯାଏ। ଏଇ ଦେଇଦେଲା ଗୋଟେ ପ୍ୟାସେଜ। ଆର କିଛିଟା କୋଶ୍ଚିନ୍ ଦେଇଛି, ଚାଲନ୍ତୁ ଦେଖିବା। ଦେଖନ୍ତୁ କୋଶ୍ଚିନ୍ କ'ଣ ଦେଲା, ଦେଖନ୍ତୁ ଦେଇଛି ସବୁଠାରୁ ଶ୍ରେଷ୍ଠ ସମ୍ବଳ କିଏ? ନା ସବୁଠାରୁ ଶ୍ରେଷ୍ଠ ସମ୍ବଳ ହେଉଛି ମାନବ ସମ୍ବଳ। ତାପରେ କୋଶ୍ଚିନ୍ କହିଲା, ମାନବ ସମ୍ବଳର ବିକାଶ ପାଇଁ କିଏ ସାହାଯ୍ୟ କରେ? ନା ମାନବ ସମ୍ବଳର ବିକାଶ ପାଇଁ କିଏ ସାହାଯ୍ୟ କରେ? ବିଦ୍ୟାଳୟ ସାହାଯ୍ୟ କରେ। ଚାଲନ୍ତୁ ତାପରେ କୋଶ୍ଚିନ୍ ଦେଖିବା। ଦେଖନ୍ତୁ 8 ନମ୍ବରରେ କ'ଣ କହିଲା, ଦେଇଛି ପ୍ରଥମ ଠାରୁ ପଞ୍ଚମ ପର୍ଯ୍ୟନ୍ତ ଥିବା ଶ୍ରେଣୀକୁ କ'ଣ କୁହାଯାଏ? ନା ପ୍ରାଥମିକ ବିଦ୍ୟାଳୟ ବୋଲି କ'ଣ କୁହାଯାଏ? ପ୍ରାଥମିକ। ତାପରେ କହିଲା ଉଚ୍ଚ ବିଦ୍ୟାଳୟ କାହାକୁ କୁହାଯାଏ? ନା ନବମ ଠାରୁ ଦଶମ ପର୍ଯ୍ୟନ୍ତ। ତାପରେ 10 ନମ୍ବର କହିଲା କ'ଣ ନା ସରକାରୀ ବିଦ୍ୟାଳୟରେ ପ୍ରଥମ ଠାରୁ ଦଶମ ପର୍ଯ୍ୟନ୍ତ ଥିବା ଶ୍ରେଣୀକୁ କେଉଁ ବିଦ୍ୟାଳୟ କୁହାଯାଏ? କି ନୋଡାଲ ଉଚ୍ଚ ବିଦ୍ୟାଳୟ ବୋଲି କୁହାଯାଏ। କ'ଣ କୁହାଯାଏ? ନୋଡାଲ ଉଚ୍ଚ ବିଦ୍ୟାଳୟ। ତାପରେ ସମସ୍ତେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, କାରଣ
ଏହି ଚ୍ୟାନେଲରେ ହିଁ ସମସ୍ତ ପ୍ରକାର ରିଅଲ କ୍ୱେଶ୍ଚିନ୍ ଆସିବ। ସେଥିପାଇଁ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ। ତାପରେ ଦେଖନ୍ତୁ 11 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି। 11 ନମ୍ବର କ୍ୱେଶ୍ଚିନ୍ ଦେଇଛି ତୁମେ ଦେଖିଥିବା ଏକ ବସ୍ ଦୁର୍ଘଟଣା 8ଟା ଲେଖିବାକୁ। କିମ୍ବା ଦେଇଛି ତୁମେ ଦୀର୍ଘ ଦିନ ପରେ ତୁମର ପୁରୁଣା ସାଙ୍ଗକୁ ଦେଖିଲ, ତୁମ ମଧ୍ୟରେ କଥାବାର୍ତ୍ତା ହେବାର 5ଟି ଧାଡ଼ି ଲେଖିବ। ଚାଲନ୍ତୁ ଦେଖିବାର ଆନ୍ସର ଦେଖିଦିଅନ୍ତୁ। ଦେଇଛି ତୁମେ ଦୀର୍ଘ ଦିନ ପରେ ତୁମ ପୁରୁଣା ସାଙ୍ଗକୁ ଦେଖିଲ, ତୁମ ମାଧ୍ୟମରେ କ'ଣ କଥାବାର୍ତ୍ତା ହେଲା 5ଟି ଧାଡ଼ି ଲେଖିବାକୁ ଦେଇଛି। ଆମେ କ'ଣ ଲେଖୁଛେ ନା ଦୁର୍ଘଟଣା ବିଷୟ ଲେଖୁଛେ। ଭୁବନେଶ୍ୱର ଯାଇଥିବା ସମୟରେ କ'ଣ ହେଲା, ଗୋଟେ ଦୁର୍ଘଟଣା ଘଟିଲା ଏବଂ ସେଠାରେ କ'ଣ ହେଇଛି ନା ଲୋକ ଭିଡ଼ ହେଇଥିଲେ ଏବଂ 2ଟି ବସ୍ ମଧ୍ୟରେ ଧକ୍କା ହୋଇଥିଲା। ଧକ୍କା ହେଲା ବେଳେ କ'ଣ ହେଲା ଦେଖନ୍ତୁ, ସେଇ ସ୍ଥାନରେ କ'ଣ ହେଲା ନା 20 ଜଣ ଲୋକ ମୃତ୍ୟୁବରଣ କରିଥିଲେ। 20 ଜଣ ଲୋକ ମୃତ୍ୟୁବରଣ କରିଥିଲେ। 75 ଲୋକ କଟକର ମେଡିକାଲରେ କ'ଣ ହେଇଥିଲେ, ଚିକିତ୍ସିତ ହେଉଥିଲେ। ମୃତ୍ୟୁବରଣ କରିଥିବା ଲୋକମାନଙ୍କର ପରିବାର ଲୋକ କାନ୍ଦି କାନ୍ଦି ସମସ୍ତେ ମର୍ମାହତ ହୋଇଥିଲେ। ଲେଖିଦେଇ ପାରିବେ। ଆଉ ମଧ୍ୟ ଆଡ୍ କରିପାରିବେ ଏଥିରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କୁ ସରକାର ମଧ୍ୟ ଦେଖିବାକୁ ଆସିଥିଲେ। ଏଇଟା ମଧ୍ୟ ଆଡ୍ କରିପାରିବେ। ଚାଲନ୍ତୁ ନେକ୍ସଟ କ୍ୱେଶ୍ଚିନକୁ ଯିବା। ଦେଖନ୍ତୁ 12 ନମ୍ବରରେ ଦେଇଛି ପଦ୍ୟାଂଶକୁ ବୁଝି ଅନୁରୂପ ବାକ୍ୟରେ ମମତା ଥିବା ପଦଟିକୁ ରଚନା ଦେଇଛି। ଆରେ ବାବୁ ଶ୍ୟାମ ଘନ ଯୁଗଲେ ମଧୁବନ, ତାହା ମୁଖ ଅନାଇ ବଞ୍ଚିବି। ହେବ 10 ଦିଗ ଶୂନ୍ୟ, ଅଥୟ ହେବ ଜୀବନ। ନିଶି ଦିବସରେ ଝୁରୁଥିବରେ ଜୀବଧନ, ଜୀବନ ବିହୁନେ ଜେନେ ଯଶ, ରାଜା ଦିନେ ଜେନେ ଗ୍ରାମ ଦେଶରେ। ଏଇ ବିଷୟରେ କ'ଣ କରିବ ଦେଇଛି ଗୋଟେ ବାତ୍ସଲ୍ୟ ମମତାରେ ଗୋଟେ ସରଳା ବସନ୍ତ ଋତୁମାନଙ୍କର ଶ୍ରେଷ୍ଠ ଅଟେ। ଏହି ଋତୁରେ ଲୋକମାନେ ସବୁଠାରୁ ଅଧିକ ଆନନ୍ଦ ଅନୁଭବ କରନ୍ତି। ଏହି ଋତୁରେ ଦକ୍ଷିଣ ଦିଗରୁ ମୃଦୁ ମଳୟ ବହେ। ବିଭିନ୍ନ ପ୍ରକାର ଫୁଲ ଫଳ ଥିବା ପୃଥିବୀ ହସି ଉଠେ। ବିଭିନ୍ନ ପର୍ବପର୍ବାଣି ଏହି ଋତୁରେ ଆନନ୍ଦ ମୁଖରେ ବସେ। ଆର ଆଗ ଧାଡ଼ି କ'ଣ ହବ ଦେଖିବାକୁ ମଧ୍ୟ ସେ କହିଛି, ଆପଣମାନେ ଲେଖିଦେଇପାରିବେ। ତାପରେ କ୍ୱେଶ୍ଚିନ୍ ଦେଖନ୍ତୁ 13 ନମ୍ବରକୁ ଯିବା। ତାପରେ ଦେଖନ୍ତୁ 13 ନମ୍ବର ଦେଇଛି ଦେଖି ନାହିଁ କେତେ ଦିନ ଖଣ୍ଡଗିରି, ଇତିହାସ ତାର ଅଙ୍କ ଅଙ୍କିତ, ଅମର ଅକ୍ଷରେ ନୀରବ ଗମ୍ଭୀର, ଗାଏ ଉତ୍କଳର ଗୌରବ ଗୀତ। ଏଇଟା ତାର ପରବର୍ତ୍ତୀ 14 ନମ୍ବର ଦେଇଛି ନିର୍ମଳ ତୁଇ ସାଗର ତରାଟି, ସରଗର ଝରା ଫୁଲ। ଆର ମଧ୍ୟ 15 ନମ୍ବର ଦେଇଛି ପରିବେଶ ସୁରକ୍ଷା ପାଇଁ ତୁମେ କ'ଣ କରିବ। ତିନୋଟି ବିଷୟରେ ଲେଖିବ। ପରିବେଶ ସୁରକ୍ଷା ପାଇଁ ଆପଣମାନେ କ'ଣ କରିପାରିବେ। ସୁରକ୍ଷା ପାଇଁ ଗଛ ଇମ୍ପୋର୍ଟାନ୍ସ ଲଗାଇବା ଦରକାର ଏବଂ ଆପଣ ଲେଖିବେ ଆଉ। ତାପରେ ଦେଖନ୍ତୁ 16 ନମ୍ବର କ'ଣ ଦେଇଛି। ତାପରେ ଦେଖନ୍ତୁ 16 ନମ୍ବର କହିଲା ଗୋଟେ ଦେଇଛି କ୍ୱେଶ୍ଚିନ୍, ତୁମ ଗ୍ରାମରେ ଏକ କଂକ୍ରିଟ ରାସ୍ତା ହେବା ପାଇଁ ସରପଞ୍ଚ ନିକଟକୁ ଦରଖାସ୍ତ ଲେଖିବେ। ତାପରେ ଦେଖନ୍ତୁ 17 ନମ୍ବର ଦେଇଛି। 17 ନମ୍ବର ଦେଇଛି ତୁମ ପରିବାରକୁ ଛୋଟ ରଖିବା ପାଇଁ ଏକ ସ୍ଲୋଗାନ ଦିଅ। ତାପରେ 18 ନମ୍ବର ଦେଇଛି ଯେପରି ରାତିର 2ଟି ପ୍ରତିଶବ୍ଦ ଲେଖିବାକୁ ଦେଇଛି। ଆମେ ରଜନୀ ଆଉ ନିଶି ଲେଖିପାରିବା। ଆଉ ଗୋଟେ କହିଲା ବିପରୀତ ଶବ୍ଦ ଲେଖ ତାହାର ଉଦୟ। ଦେଖନ୍ତୁ 20 ନମ୍ବର କ'ଣ ଦେଲା ଦେଇଛି କସ୍ତମ୍ଭ ଖସ୍ତମ୍ଭ କରିବାକୁ ଦେଇଛି। ଦେଇଛି ରାମଚନ୍ଦ୍ର, କୌଶଲ୍ୟା, ଲକ୍ଷ୍ମଣ, କୈକେୟୀ, ଭରତ, ସୁମିତ୍ରା। ଲେଖିଦେବେ ଆପଣମାନେ। ଯେପରି କରିପାରିବେ ରାମଚନ୍ଦ୍ର କୋଉଠି ଅଛି, କୌଶଲ୍ୟାଙ୍କ ପାଖରେ ଅଛି, କୌଶଲ୍ୟା, ଲକ୍ଷ୍ମଣ କୋଉଠି ଅଛି, କୈକେୟୀ, ଭରତ କୋଉଠି ଅଛି, ସୁମିତ୍ରା। ତାପରେ 21 ନମ୍ବର କହିଲା ସର୍ବ ଶବ୍ଦ ପରେ ଯେପରି ସ୍ୱ ଲାଗିଲେ ସର୍ବସ୍ୱ, ସେହିପରି ସ୍ୱ ଲଗେଇ 2ଟି ଶବ୍ଦ ଲେଖିବାକୁ ଦେଇଛି। ଧର୍ମସ୍ୱ ଗୋଟେ, ପରସ୍ୱ ଗୋଟେ ଦେଇଛି, ଲେଖିଦେଇପାରିବେ। 22 ନମ୍ବର ଦେଇଛି ସଂକର୍ଷଣ ଏବଂ ସଂକର୍ଷଣ। ସଂକର୍ଷଣ କୋଉ ସଂକର୍ଷଣ ଠିକ ହେବ ଆପଣମାନେ ଦେଖିଦେବେ କୋଉଟା। ସଂକର୍ଷଣ ମଧ୍ୟରେ ଦ୍ୱିତୀୟଟା ଠିକ ହେବ।
ପ୍ରଥମଟା ଦେଖନ୍ତୁ ତାପରେ କଣ କହିଲା ତାପରେ ଦେଖନ୍ତୁ 21 ନମ୍ବର 21 ନମ୍ବରରେ କହିଲା ଆମର ଗଲାହାରି ଧର୍ମଶେଗର ଗଲାହାରି 22 ନମ୍ବର ବି ଗଲାହାରି ସେଇ ସମୟ ଦେଇଛି ନିର୍ଦ୍ଦିଷ୍ଟ କୋଉ ନିର୍ଦ୍ଦିଷ୍ଟ ଠିକ ହବ ଦେଖନ୍ତୁ ଏଇ ଦୀର୍ଘିକାର ବାଲା ନିର୍ଦ୍ଦିଷ୍ଟ ଠିକ ହବ କୋଉଟା ହବ ନା ଲାଷ୍ଟଟା ହବ ଠିକ ଲାଷ୍ଟଟା ଠିକ ହବ ନିର୍ଦ୍ଦିଷ୍ଟ ହେଲା ଆପଣ ଦେଖିବେ ଏଇଟା ହବ ଠିକ ଆପଣମାନେ ଦେଖିଦେଇ ପାରିବେ କୋଉ ନିର୍ଦ୍ଦିଷ୍ଟ ଠିକ ହବ ଏଇଟା ଦେଖନ୍ତୁ ତାପରେ ଦେଖନ୍ତୁ 24 ନମ୍ବରକୁ ଯିବା 24 ନମ୍ବର ପରାଣ ଶବ୍ଦରୁ ଯେପରି ପ୍ରାଣ ସ୍ୱରୂପ କଣ ମର ମର ଦିଆ ହେବ ତାପରେ ପ୍ରାୟ ଯଜ୍ଞ ଆସୁଅଛି ମାନେ ଅସଂଜଳା ଶବ୍ଦ ହେଇଛି ଆମେ ସଜାଡ଼ିକି ଲେଖିବା ଯଜ୍ଞ ପ୍ରାୟ ଶେଷ ହୋଇ ଆସୁଅଛି ତାପରେ 26 ନମ୍ବର ଦେଇଛି ଶବ୍ଦଟି ବଚନ ଚିହ୍ନ ତାରକା ଓ ବଚନ ବହୁ ବଚନ ହବ ତାରକା କଣ ଗୋଟିଏ କି ତାରକା ତାରକା ବହୁ ବଚନ ଦେଖିଦେବେ ତେବେ ରାମଚନ୍ଦ୍ର ତୃତୀୟ ପୁରୁଷ 28 ନମ୍ବର କହିଲା ଲିଙ୍ଗ ପରିବର୍ତ୍ତନ କର ଗୋଷ୍ଠୀବାସ ଗୋଷ୍ଠୀବାସ କଣ ହବ ଗୋଷ୍ଠୀମା ତାପରେ ମନୋହରକୁ ବାକ୍ୟ ଗଠନ କର କୋଣାର୍କ ମନ୍ଦିର ଦେଖିବାକୁ ମନୋହର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଦେଖିବାକୁ ମନୋହର ଅଟେ ତାପରେ 30 ନମ୍ବର ଦେଖନ୍ତୁ କୂଳ ଶବ୍ଦ ର ଅର୍ଥ କଣ ବଂଶ କୂଳ ଶବ୍ଦର ଅର୍ଥ 30 ନମ୍ବର କହିଲା କୁଳିଆରୁ ଗଜା ଜନ୍ମରୁ ଚତୁର ଯେ ଜନ୍ମରୁ ଚତୁର ସ୍ଥାନ ବିରାମ ଚିହ୍ନ ଦେବାକୁ କହିଛି ଦେଖନ୍ତୁ ଉପଯୁକ୍ତ ସ୍ଥାନରେ ବିରାମ ଚିହ୍ନ ଦେବାକୁ ଦେଇଛି ଦିନେ ମା ପଚାରିଲେ ପୁଅ ଏତେ ଡେରି ଯାଇ କେଉଁଠି ରହୁଛୁ ମତେ ଟିକିଏ ଅକ୍ଷର ଶିଖାଉ ନାହିଁ ଆପଣମାନେ ଦେଖନ୍ତୁ ଦିନେ ମା ପଚାରିଲେ ଆରେ ପୁଅ ଏତେ ଡେରି ଯାଇ କେଉଁଠି ରହିଛୁ ମତେ ଟିକିଏ ଅକ୍ଷର ଶିଖାନ୍ତୁ ନାହିଁ ଏଇଟା ହଉଛି ଆରମ୍ଭ ପରୀକ୍ଷାରେ ଆସିବାର ବହୁତ ସମ୍ଭାବନା ଅପଲୋଡ କରୁଛି ଆପଣ ସବସ୍କ୍ରାଇବ କରନ୍ତୁ ଯଦି ରିଏଲ କ୍ୱେଶ୍ଚିନ୍ ଆସେ ଛାଡ଼ିଦେବି ତାହେଲେ ଏଇଟା ହବ କଣ ରିଏଲ କ୍ୱେଶ୍ଚିନ୍ ସମସ୍ତ ଟାଇପ୍ କରିକି